नमस्कार बंधुगण, जय सूर्यदेव। भागवत महापुराण ओडिया चैनल आपण मानक स्वागत। आज आपण मानक पई प्रस्तुत करिछु सूर्य पुराण। एही पुराण पाठ करिबा बा श्रवण करिबा द्वारा मनुष्य जीवन में आरोग्य, तेज, सकारात्मक शक्ति एवं सफलता प्राप्त होइथाय। एही पवित्र ग्रंथ को पढ़िले बा सुनिले अनेक प्रकार लाभ मिलिथाय। नियमित भावे सूर्य पुराण पाठ किंबा सूर्य को उपासना कले कौन से प्रकार चर्म रोग एवं आखि संबंधी रोग दूर होता है। यही पुराण श्रवण करने द्वारा मानसिक शांति एवं पुण्य प्राप्ति होता है। तेरे आसंतु बंधुगण, आरंभ करवा सूर्य पुराण। चैनल जदि नुआ अच्छी चैनल टी को सब्सक्राइब करी कमेंट बॉक्स रे जय सूर्यदेव बोली लिखा जमा भी कुंठाबोध करें। प्रथमे आसंतो सूर्य पुराण आरंभ करने पूर्व सूर्यदेवंकर स्तुति पाठ करिबा। जय जय आदिदेव, जय निराकार, जय जय सहस्रांशु, जय दिवाकर, धवलम्बुजधर, कश्यपतनुज, महापापहर देव, तेजराज सूर्य, महारद्र महाज्ञानी, सर्वलोक स्वामी, छाया प्राणधन जय, जय अंतर्यामी, कोटि तेज राशि घेनी, दिशुछ सुंदर, तिमिर विध्वंसी प्रतिभा, अनंत भास्कर, बनज कुसुम सम, श्रीअंग सुषमा, स्वतः प्रदीप्त तनु, नाही ता उपमा, कंठे हार कर्णे स्वर्ण, कुंडल शोभित, बहु अछि कुंडलरु अमृत निरत, जय देव देव जय आदित्य हृदय, जय जय नारायण, जय मृत्युंजय, जय मारकंड सर्व रोगनाशकारी, प्रणति जनर हृद पापतापहारी, जय दीनेश पद्मेश, सुरेश हृदेश, किबर्णी विरूप राशि, अनंत शेष, लोहित स्यंदनाधि, ग्रह कुलपति, विरंची नारायणी है, घे नम विपत्ति, जय कोणार्क विहारी, अर्कर विभानु, जय दीननाथ जय कश्यपंक सूनु, रविवार एकादशी, रवि नारायण, नामे ख्यात चराचरे, पसंती शरण, जोग कल्पा छाया माया, हृदय ईश्वर, कल्याणकारी तुम्हें सदा जगतर, श्री कृष्णानंदन सांब, निश्चल भक्ति, करी महाकुष्ठ रोग, होइले मुक्ति, उदयाचल विहारी, घे नमो आरती, दीनबंधु स्थावर हे, जंगम विभूति, जय शरण रक्षण, अगतिर गति, तब पाद पद्मे रहु, निश्चले ममति, अप्रेमय विश्वज्योति,
ରବି ନାରାୟଣ ପାତକୀ ଶେଖର ମୋହି ଘେନ ହେ ଶରଣ ଜଣାଏ ବିନୟ ଭରେ ପ୍ରଭୁ ମୋ ପ୍ରଣତି ସଂସାରୁ କଷଣ ମୋତେ ଦିଅ ସଦଗତି ତୁ ହି ମାତା ତୁ ହି ପିତା ତୁ ହି ସହୋଦର ଅବୋଧ ତନୁଜ ମୋହି ଘେନ ନମସ୍କାର। ଏବେ ଆସନ୍ତୁ ଆରମ୍ଭ କରିବା ସୂର୍ଯ୍ୟ ପୁରାଣ 39 ଅଧ୍ୟାୟ। ଆଜିର ବିଷୟ ରହିଛି ସ୍ୱର୍ଣ୍ଣକାର ବୃତ୍ତାନ୍ତ ଓ ସଞ୍ଜୟ ଦୂତ ଚରିତ। ପାର୍ବତୀ ଉବାଚ ପାର୍ବତୀ କହନ୍ତି ପୁଣି ଶଙ୍କରଙ୍କୁ ଚାହିଁ ଆହେ ନାଥ କୃତାର୍ଥ ହୋଇଲି ଆଜ ମୁହିଁ ପଞ୍ଚାଳ ଦେଶ ନୃପତି ପାଶେ ବୀର ସେନ ରହିଲା ଉତାରେ କିସ ହେଲା ପଞ୍ଚାନନ ସେ କଥା ବିସ୍ତାରି କୁହ ଆହେ ଶୂଳ ପାଣି ଶ୍ରୀଚରଣ ଧରି ପ୍ରଭୁ କରୁଛି ଦଇନି ଶଙ୍କର ଉବାଚ ବୋଇଲେ ତ୍ରିଶୂଳ ଧର ଶୁଣ ଗୋ ଭବାନୀ ସିଂହାସନେ ବସିଥିଲେ ସେଥି ନୃପମଣି ଏହି ସମୟରେ ତହିଁ ଏକ ସ୍ୱର୍ଣ୍ଣକାର ପ୍ରବେଶିଲା ଧରି ଏକ ମନୋହର ହାର ସେ ହାରକୁ ଦେଖିଲେ ରମଣୀ ହେବେ ମୋହି ନୃପତି ମନ ମୀନକୁ ଟାଣି ନେଲା ସେହି ସ୍ୱର୍ଣ୍ଣକାର ହାର ଦେଲା ନୃପତିଙ୍କ କରେ ସେ ହାରକୁ ଧରି ରାଜା ଅତି ସ୍ନେହ ଭରେ ବାରମ୍ବାର ଚାହିଁ ନାରୀ ମୁଗ୍ଧ ହୋଇ ଗଲେ ସ୍ୱର୍ଣ୍ଣକାରକୁ ବହୁତ ପ୍ରଶଂସା ସେ କଲେ ମନ୍ତ୍ରୀମାନେ ସେ ହାରକୁ ଦେଖି ଲୋଭ କଲେ ପୁତ୍ର ମାତ୍ୟ ଆଦି ଯେ ଆଉ ଯେତେ ଥିଲେ ହାରଟି ନୟନେ ଦେଖି ସର୍ବେ ହେଲେ ମୋହି ପୁଲକିତ ମନେ ରାଜା ସେ ହାରକୁ ନେଇ ଅନ୍ତପୁରେ ମହାଦେଈଙ୍କି ଯେ ଦେଖାଇଲେ ଦେଖି କରି ରାଣୀ ତହୁଁ ଏମନ୍ତ ବୋଇଲେ ଆହେ ପ୍ରାଣନାଥ ଏ ସୁନ୍ଦର ହାର ଗୋଟି ଆହା କେଡ଼େ ମନୋହର ଦିଶୁଅଛ ଇଟି ଏପରି ହାର ମୋ ନେତ୍ର କେବେ ଦେଖି ନାହିଁ କିଣି ଦିଅ ଗଳେ ୟାକୁ ପିନ୍ଧିବି ମୁହିଁ ମୋହର ବଡ଼ ଶରଧା ବଳୁଅଛି କାନ୍ତ ନ ଭାଙ୍ଗ ମୋ କଥା ଜଣାଉଛି ଏତେ ମାତ୍ର ତହୁଁ ରାଣୀ କି ପ୍ରବୋଧି ପାଞ୍ଚାଳ ଈଶ୍ୱର ତାହା ହାତେ ଧରି ମିଳିଲେ କ ସଭାଠାର ସ୍ୱର୍ଣ୍ଣକାରକୁ ବୋଇଲେ କେବେ ମୂଲ୍ୟ କହ କହ ବିନ୍ଧାଣୀ ହେ ହୋଇଣ ଚଞ୍ଚଳ ନୃପତିଙ୍କି ଅନାଇ କହଇ ସ୍ୱର୍ଣ୍ଣକାର ଲକ୍ଷେ ମୁଦ୍ରା ଗଣି ଦିଅ ଆହେ ନୃପବର ସୁନାରୀ ମୁଖୁ ଏ କଥା ଶୁଣି ନରସାଇଁ ଭଣ୍ଡାରରୁ ଲକ୍ଷେ ମୁଦ୍ରା ବହନ ଅଣାଇ ନିର୍ମଳ ମାନସେ ବିନ୍ଧାଣିକି ଗଣି ଦେଲେ ଅତି ଦୁଃଖେ ବୀର ସେନ ମୁଖ ପୋତିଥିଲେ ହାରଟି ଦେଖି ମାନସେ କରନ୍ତି ବିଚାର ଶଶାଗରା ଧରାରେ ମୁଁ ଥିଲି ଅଧୀଶ୍ୱର ଏ ପ୍ରାୟ ସୁନ୍ଦର ହାର ଦେଖି ନାହିଁ କେବେ ଧନ୍ୟରେ ବିଧାତା କିସ କରୁ ତୁ ହି ଭବେ ମୋର ଚତୁରଙ୍ଗ ବଳ ରାଜ୍ୟ ପ୍ରଜାଜନ ଆବରଧନ ଭଣ୍ଡାର ମୂଲ୍ୟ ରତନ ଏହା ସବୁ କେଣେ ଗଲା ହେଲି ଏତେ ସରି
ବଳ ପରାକ୍ରମ ମୋର କେହୁ ନେଲା ହରି। ଏ ମହିରେ ଯାହା ବାଣ ବ୍ୟର୍ଥ ନ ହୁଇ, ସେହି ରାଜା ଆଜି ମୁଁ ଭିକାରୀ ହୋଇଲଇଁ। ପାଞ୍ଚାଳ ଦେଶରେ ଆସି ନେଇଛି ଶରଣ, ଧିକ ଧିକ ପ୍ରାଣ ମୁଁ ବଞ୍ଚିବା କାରଣ। ଏ ଭାଜ ସଭାରେ ପୁଣି ମୁଖ ପୋତି କରି, ବସିବା ପାଇଁ କି ଥିଲା କରମେ ମୋହରି। ଦିନହୀନ ଜନ ପରି ହେଲି ମୁହିଁ ଯାହା, ଫାଟି ନ ଯାଇ କାହିଁକି ରହିଅଛି ହିଆ। କେଉଁ ସୁଖ ଅଛି ଆଉ ଏ ଦେହରେ ମୋର, ଏମନ୍ତ ନୃପତି କାନ୍ଦେ ହୋଇଣ ଧୀର। ପୁଣି ମାନସରେ ଭାଳେ ଶିରେ ମାରି କର, ଯେବେ ଥାନ୍ତା ରାଜପଦ ସମ୍ପତ୍ତି ଭଣ୍ଡାର। ଏ ଅମୂଲ୍ୟ ହାର କିଣି ଦିଅନ୍ତି ରାଣୀକି, କେଡ଼େ ଶୋଭା ନଦୀ ସନ୍ତା ମୋ ପ୍ରିୟବତୀ କି। ବେଶଭୂଷା ବିନେ ସେ ଦିଶଇ ସୁନ୍ଦର, ଏ ହାରଟା ତା ଗଳାକୁ ଦିଶନ୍ତା ରୁଚିର। ଏକା ଭାରି ଯାକୁ ରଖି ନ ପାରିଲି ଯାହା, ଭିକରେ ବିଧାତା କର୍ମେ ରଖିଥିଲୁ ଏହା। ମୃତ୍ୟୁକୁ ଡରି ଏ କଷ୍ଟ ସହିଲଇଁ ମୁହିଁ, ଏମନ୍ତେ ଦୁଃଖିତେ ବୀର ସେ ନର ସାଇଁ। ବସିଣ ଭାବନା କରୁ କରୁ ତତକ୍ଷଣ, ଜାଣିପାରିଲେ ସେ କଥା ପାଞ୍ଚାଳ ରାଜନ। ଚଞ୍ଚଳେ ଉଠିଣ ତହିଁ ହାତ ଧରି ବଳେ, ବୀରସେନଙ୍କ ଦଳେ ଯେ ହାର ଲମ୍ବାଇଲେ। ସଭା ଲୋକେ ଦେଖି ବହୁ ପ୍ରଶଂସା ଯେ କଲେ, ଧନ୍ୟ ଧନ୍ୟ ଦୁଇ ମିତ୍ର ବୋଲିଣ କହିଲେ। ଧନ୍ୟ ପଞ୍ଚାଳ ନୃପତି ଧନ୍ୟ ବୀରସେନ, କାହିଁ ଏ ମିତ୍ରତା ଦେଖି ନାହୁଁ ଯେ ରାଜନ। ଏମନ୍ତ କହି ଆନନ୍ଦ ହେଲେ ସଭାଜନେ, ବହୁ ପ୍ରଶଂସିଲେ ତହୁଁ ସାଧୁ ଜନମାନେ। ଲୋଭି ଧୂର୍ତ୍ତ ଲୋକ ସେ ସଭାରେ ଥିଲେ ଯେତେ, ଧିକାର କରି କହିଲେ ରାଜାଙ୍କୁ ସେ କେତେ। ହାୟ ହାୟ ନରପତି କି ବିଚାର କଲ, ମନୋହର ହାରଟିକୁ ନିଜେ ନ ରଖିଲ। ଏହି ଚମତ୍କାର ଶୋଭା ହାର ତିନି ପୁରେ, କାହିଁ ନଥିବ ମୋ ଘବା ଦେଖିଲେ ନେତ୍ରରେ। ଲୋଭ ବଳାଇବେ ତାଙ୍କ ଗଳେ ପିନ୍ଧିବାକୁ, ଶୋଭା ନ ପାଏ ହାର ଦରିଦ୍ର କଣ୍ଠକୁ। କୌସ୍ତୁଭ ମଣି ପରି ହୋଇବ କି କାଚ, କାଞ୍ଚନ ପରି ପିତଳ ଦିଶିବ କି ସ୍ୱଚ୍ଛ। ନୃପଙ୍କ କଣ୍ଠରେ ଯଦି ଥାନ୍ତା ଏ ହାର, ସୁରପତିଙ୍କ ପରାଏ ଦିଶନ୍ତେ ସୁନ୍ଦର। ରାଣୀଙ୍କର ଗଳେ ଯଦି ଏ ହାର ଥାନ୍ତା, ରାଜଲକ୍ଷ୍ମୀ ପ୍ରାୟ ଅତି ଶୋଭାକୁ ପାନ୍ତା। ଦୁର୍ଜନ ମାନଙ୍କ ମୁଖ ଶୁଣି ଏହି ଗୀର, ଦଶନେ ଦଶନ ଚାପି ତହୁଁ ନୃପବର। ଅତ୍ୟନ୍ତ କ୍ରୋଧ ହୋଇଣ ଚାହାନ୍ତେ ତାହାଙ୍କୁ, ଦୁଷ୍ଟେ ମୌନ ରହିଲେ ପାଇଣ ଭୟକୁ। ଝୋକର ମୁଖରେ ଲୁଣ ଦେଲେ ସେ ଯାହୁଏ, ଅପମାନ ପାଇଣ ରହିଲେ ସେହି ପ୍ରାୟେ। ଅଦ୍ଭୁତ ରୀତି ଦେଖି କରି ରାଜାଙ୍କର, ବୀରସେନ ହେଲେ ମଧ୍ୟ ମହା ଚମତ୍କାର। ଆନନ୍ଦେ ତାଙ୍କ ହୃଦର ପୁଲକେ ପୂରିଲା, ଘନ ଘନ ହୋଇ ରୋମ ମୂଳ ଟାଙ୍କୁରିଲା।
କିଛି କ୍ଷଣ ଅଧୋମୁଖେ ସଲଜେ ରହିଲେ। ସେଉ ତାରୁ ଧୀର କରି ରାଜାଙ୍କୁ କହିଲେ, ହେ ମୈତ୍ର ମୋର ଅପରାଧ କ୍ଷମା କର। ରାଣୀଙ୍କର ଗଳେ ଦିଅ ଏ ସୁନ୍ଦର ହାର। ବିପତ୍ତି କାଳରେ ସେହୁ ସଦୟ ହୁଇ। ଏ ସଂସାରେ ପ୍ରକୃତ ବନ୍ଧୁଟି ଅଟେ ସେହି। ଆଜି ଯେପରି ପରମ ପ୍ରୀତି ମୁଁ ଦେଖିଲି। ଜୀବନ ଥିବା ପରିଜନ୍ତେ ଚିରଋଣୀ ହେଲି। ତୁମ୍ଭର ସମାନ ବନ୍ଧୁ ଜଣେ ନ ଦେଖଇ। ଏ ତିନି ଭୁବନେ ମଧ୍ୟ ନ ଦେଖିଛି କାହିଁ। ବୀରସେନଙ୍କ ବଚନ ଶୁଣି ସେ ନରେଶ। ମିତ୍ର ସ୍ନେହ ବୋଇଲେ ମଧୁରେ ଏହି ଭାଷ। ଆହେ ସଖେ ଯା କହିଲ ଉଚିତ ଅଟଇ। ଏକଥାରୁ ବଳି ସ୍ନେହ ବାକ୍ୟ କି ଅଛଇ। ପୂର୍ବ ପୁଣ୍ୟ ବଳୁ ମିଳେ ପ୍ରକୃତ ବାନ୍ଧବ। ଅଭିନ୍ନ ଅଟଇ ସୁଖେ ତୁମ୍ଭ ଆମ୍ଭ ଭାବ। ଗୋଟିଏ କଥା କହୁଛି ମାତ୍ର ଆହେ ମିତ୍ର। ଏ ପଞ୍ଚାଳ ଅଧୀଶ୍ୱର ନୁହେଁ ଠକ ଧୂର୍ତ୍ତ। ଦତ୍ତ ପହାରି ଏ ନୁହେଁଟି ଥାଅ ଜାଣି। ଦେଇଥିବା ଦ୍ରବ୍ୟକୁ ଗ୍ରହଣ କରେ ପୁଣି। ତୁମ୍ଭଠାରୁ ଅଧିକତ ନୁହଁ ମରାଣୀ। ତୁମ୍ଭେ ଅତି ପ୍ରିୟ ମୋର ଆହେ ମିତ୍ରମଣି। କ୍ଷୀର ନିର ପରି ତୁମ୍ଭ ଆଉ ସ୍ନେହ ଭାବ। ଏପରି ମିତ୍ରତା ଏହି ସଂସାରେ ଦୁର୍ଲଭ। ମନ କଲେ ସତ ସତ ରାଣୀ ଆଣିପାରେ। ପାଇବେ ମୁଁ କାହୁଁ ମିତ୍ର ତୁମ୍ଭ ସମାନରେ। ଏଛାର ସୁବର୍ଣ୍ଣ ହାର ଅବା କେତେ ମାତ୍ର। ରତ୍ନ ଭଣ୍ଡାର ତୁମ୍ଭଙ୍କୁ କରିପାରେ ଦତ୍ତ। ରାଜଧନ ଆଦି ଯାହା ମୋ ଆୟତ୍ତେ ଅଛି। ସବୁ ଦେଇପାରେ ନିଶ୍ଚୟ ସତ୍ୟ ମୁଁ କହୁଛି। ମାଗିଲେ ଜୀବନକୁ ଦେଇ ମୁଁ ପାରଇ। ତୁମ୍ଭର ମୋହର ଯେଣୁ ଅଭଦ୍ର ଅଟଇ। ହେମନ୍ତ ଶୁଣି ଆଶ୍ଚର୍ଯ୍ୟ ହେଲେ ସଭା ଲୋକେ। କିଛି ନ କହି ମୌନ ରହିଲେ କଥୋକେ। ଆଉ ଯେତେ ଥିଲେ ସେହି ସଭାର ମଧ୍ୟରେ। ଏ ବିଚିତ୍ର ବୋଲି କହି ହେଲେ ପରସ୍ପରେ। ମିତ୍ରଙ୍କୁ ସ୍ନେହରେ କରି ପ୍ରେମ ଆଲିଙ୍ଗନ। ପ୍ରେମାଶ୍ରୁ ମୁଞ୍ଚନ ନେତ୍ର ପଞ୍ଚାଳ ରାଜନ। ବୀରସେନ ରାଜା ଦେଖି ଏ ଅଭେଦ ସ୍ନେହ। ନିଜ ବାସ ଶେଷେ ପୋଛି ଦେଲେ ତାଙ୍କ ଲୁହ। ପୁଣି କୋଳ କରିଣ ବହୁତ ପ୍ରବୋଧିଲେ। ବେନି ମିତ୍ରଙ୍କର ଭାବ କେ ବର୍ଣ୍ଣିବ ଭଲେ। ଶୁଣ ଆଗ ପ୍ରିୟ ଏକ ଅଦ୍ଭୁତ ଘଟଣା। ସେ ସମୟ ରାଜ୍ୟ ତେଜି ରାଜା ବୀରସେନ। କପଟରେ ଘୋର ବନ ମଧ୍ୟରେ ରହିଲେ। ସଞ୍ଜୟ ନାମେ ଚାକର ଜଣେ ସେହି କାଳେ। ଘର ଦ୍ୱାର ଛାଡ଼ି ତାଙ୍କୁ ଗୁପ୍ତ ଭାବରେ। ଜଗିଲା ଗୋ ଶୈଳ ସୁତେ ଏଥୁ ଅନନ୍ତରେ। ପ୍ରଭୁ ଭକ୍ତ ତାର ପରି ସଂସାରରେ ନାହିଁ। ତ୍ରିଭୁବନେ ପରମ ଧାର୍ମିକ ଅଟେ ସେହି। ସଭା ମଧ୍ୟରେ ଗୋପତେ ସେ ସଞ୍ଚୟ ଥିଲା। ପବନଗାମୀ ଘୋଟକ ପରାୟ ଧାଇଁଲା। ଜହିଁଛନ୍ତି ବୀରସେନ ପଞ୍ଚାଳର ନାଥ। ତହିଁ ଉପସ୍ଥିତ ହୋଇ ସଞ୍ଜୟ ତୁରିତ। କର ଦୁଇ ଯୋଡ଼ି ଉଭା ହେଲେ ଖଣ୍ଡେ ଦୂର।
ନୟନ ଯୁଗଳୁ ତାର ଅଶ୍ରୁଧାର ଝରେ। ଅଙ୍ଗରୁ ତାହାର ଖସି ପଡ଼ଇ ଯେ ବାସ, କମ୍ପୁଅଛି ଦେହ ଗୋଟି ଯାଇଅଛି କେଶ। ତା ଦେଖିବେନି ନୃପତି ହେଲେ ଆଚମ୍ବିତ, ଧୀର କରି ପଚାରିଲେ ସେ ପଞ୍ଚାଳନାଥ। ବିଳମ୍ବ ନ କରି କହ ଭୟର କାରଣ, କିମ୍ପା ଅସ୍ଥିର ହେଉତୁ ପାଗଳ ସମାନ। ମୋ ରାଜ୍ୟରେ କି ଅନିଷ୍ଟ ଘଟିଅଛି କହ, କାହା ପାଇଁ ଗୋଟା ସୁଦ୍ଧା ଥରେ ତୋର ଦେହ। ଶତ୍ରୁଠାରୁ ପାଇଲୁ କି ଅବା ଅପମାନ, କି ଆଶଙ୍କା ମନେ ତୁ ହେଉଛୁ ଛନ ଛନ। କିବା ରୋଗ ବ୍ୟାଧି ଉପୁଜିଲା ତୋ ଦେହରେ, ଜଣା ନ ଯାଏ କାହିଁକି କମ୍ପୁଛୁ କାତରେ। ଭୂତ ପ୍ରେତ କିବା ଲାଗି ଅଛି କି ରେ ତୋତେ, ଅବିଳମ୍ବେ କହ କହ ଆମ୍ଭର ଅଗ୍ରତେ। ଏହା ଶୁଣି ନ ସଞ୍ଜୟ କହେ ଯୋଡ଼ି କର, ସାବଧାନେ ଶୁଣ ଆହେ ସିନ୍ଧୁ ନୃପବର। ସିନ୍ଧୁ ଦେଶେ ଘର ନାମ ସଞ୍ଜୟ ମୋହର, ଚିରଦିନ ଥିଲି ଭୃତ୍ୟ ମୁଁ ଆପଣଙ୍କର। ଆପଣଙ୍କ ଦୁଃଖେ ପ୍ରଭୁ ଏ ଦଶା ମ ଜାଣ, ପୂର୍ବେ ମୋତେ ଯେଉଁ ହାର କରିଥିଲ ଦାନ। ସେହି ହାର ଶୀତ ଦିନେ ଥିଲା ମୋର ଗଳେ, ଦାରୁଣ ଶୀତ ଯନ୍ତ୍ରଣା ନ ଜାଣେ ସେ କାଳେ। ଗ୍ରୀଷ୍ମରେ ହୃଦେ ଥିଲେ ସେ ହାର ରତନ, ଲୋଡ଼ଇ ନାହିଁ ମୁଁ ଆଉ କର୍ପୂର ଚନ୍ଦନ। ତାତେ ଯେ ଆଲୋକ ଲୋଡ଼ା ନୁହଁଇ ମୋହର, କୃଷ୍ଣ ପକ୍ଷେ ଚନ୍ଦ୍ରାଲୋକ ଭୋଗେ ମୋ ସୁଖର। ସେହି ରତ୍ନହାରଟି ଯେ ଅତି ଯତ୍ନେ ମୋହି, କାନ୍ଥରେ ଆନନ୍ଦେ ଦେଇ ଥିଲି ଲଟକାଇ। କାହାକୁ କହିବି ପ୍ରଭୁ ଅସମ୍ଭବ କଥା, ଶୁଣିଲେ ଆପଣ ତାହା ମଣିବ ହେ ମିଥ୍ୟା। କାନ୍ଥେ ଥିବା ଚିତ୍ରପଟ ତାକୁ ଘେନି ଗଲା, ଏ ଅଦ୍ଭୁତ କଥା କାହିଁ ଦେଖା ତ ନଥିଲା। ଦେଖିବାର ଦୂରେ ଥାଉ ଶୁଣି ନାହିଁ କର୍ଣ୍ଣେ, କାନ୍ଥରେ ମୟୂର ଚିତ୍ର ଥିଲା ମୋ ଭୁବନେ। ତାହା ନିକଟରେ ହାର ଗୋଟି ରଖିଥିଲି, ଏପରି ହୋଇବ ବୋଲି ଜାଣି ତ ନଥିଲି। ଆହେ ନରପତିହୀନ କରମକୁ ମୋର, ଚିତ୍ରପଟରେ ଥିଲା ସେ ନିର୍ଜୀବ ମୟୂର। ସେ ଚିତ୍ର ମୟୂର ଗୋଟି ସଜୀବ ହୋଇଲା, ରଖିଥିବା ହାରଟିକୁ ସେହି ଗିଳି ଦେଲା। ଚାହୁଁ ଚାହୁଁ ସେହି ଚିତ୍ର ପଟେ ମିଶିଗଲା, ନିରୀକ୍ଷଣ ମାତ୍ରେ ଆଉ ନେତ୍ରେ ନ ଦିଶିଲା। ଏକଥା ଶୁଣି ସକଳେ ଅବାକ ହୋଇଲେ, ସିନ୍ଧୁ ନରପତିଙ୍କ ନୟନ ଅଶ୍ରୁ ଗଳେ। ଶୁଣି ପାଞ୍ଚାଳ ନରେଶ ହେଲେ ଆଚମ୍ବିତ, ବାରମ୍ବାର ସଞ୍ଜୟକୁ ଚାହିଁ ନୃପନାଥ। ତା ଉତ୍ତାରେ ବୀରସେନ ରାଜାଙ୍କୁ ପୁଛିଲେ, ଏହାର କାରଣ ମିତ୍ର କୁହ ମୋତେ ଭଲେ। ସବୁ ବେଦ ଶାସ୍ତ୍ର ମାନ ତୁମ୍ଭେ ତ ଜାଣିଛ, ଧନୁର୍ବେଦରେ ତ ସଖେ ନିପୁଣ ହୋଇଛ। ଦୟା ଧର୍ମ ବୃଦ୍ଧିରେ ତ ଅଟ ହେ ବିବେକ, ବିନୟାଦି ସବୁ ଗୁଣେ ରଖାଇଛ ଟେକ। ତୁମ୍ଭ ସମାନରେ ଜଣେ
ନାହିଁ ଏ ସଂସାରେ ଶିରଭୂଷା ଅଟ ତୁମ୍ଭେ କ୍ଷତ୍ରିୟ କୁଳରେ। ଏ ସଞ୍ଚୟ ଯାହା କହେ ଆମ୍ଭର ବ୍ରତେ ଅତି ଆଚମ୍ବିଣ ସଖେ ଲାଗୁଅଛି ମୋତେ। ସତ କିଏ କଥା କହ କହ ମିତ୍ରବର, ଶୁଣିଲା ମାତ୍ରକେ କମ୍ପେ ବଦନ ମୋହର। ଶୁଖିଗଲା ପୁଣି ନୟନରୁ ବହେ ଧାର, ଧୈର୍ଯ୍ୟ ଧରି ବୀର ସେନ ଦେଲେ କ ଉତ୍ତର। ଭୃତ୍ୟର ଏଥିରେ କିଛି ମାତ୍ର ଦୋଷ ନାହିଁ, ଦେବ ପ୍ରତିକୂଳ ହେଲେ ଏପରି ଘଟଇ। ଏ କଥା କି ଆଶ୍ଚର୍ଯ୍ୟ ହୋଇଲା ମିତ୍ରବର, ଦେଖିଛ ତ ମୁହିଁ ଥିଲି କେମନ୍ତ ପ୍ରକାର। ଧନରତ୍ନ ରାଜ୍ୟ ଛାଡ଼ି ସମ୍ପଦ ଭଣ୍ଡାର, ଅକଳିତ ହାତୀ ଘୋଡ଼ା ସେ ସୈନ୍ୟ ସାଗର। ବଳବୀର୍ଯ୍ୟ ସାହସ ମୋହର ଯେତେ ଥିଲା, କ୍ଷଣକ ଭିତରେ ତାହା ସବୁ କେଣେ ଗଲା। ଏପରି ଘଟଣା ତହେ ଘଟିଅଛି ମୋତେ, ଭୃତ୍ୟ କଥା ମିଥ୍ୟା ହୋଇ ପାରିବ କେମନ୍ତେ। ରାଜଧନ ରତ୍ନ ମୋର ଯେହୁ ନେଲା ହରି, ରତ୍ନହାରଟି ସଖେ ଯେ ସେହି ଅଛି ଗିଳି। ସେହି ଏକା କରୁଅଛି ସକଳ ଭିଆଣ, ନିର୍ଜୀବକୁ ସେହି ଦେଉଅଛି ଜୀବଦାନ। ସଜୀବକୁ କ୍ଷଣ କରେ କରଇ ନିର୍ଜୀବ, ଏ ଭୃତ୍ୟ କହିବା କଥା ନୁହେଁ ଅସମ୍ଭବ। ଚିତ୍ରପଟେ ଯେଉଁ ମୟୂରଟି ଲେଖା ଥିଲା, କାଳକ୍ରମେ ସେ ମୟୂର ସଜୀବ ହୋଇଲା। ହାର ଗିଳି ପୁଣି ଚିତ୍ର ପଟେ ମିଶିଗଲା, କର୍ମ ଭାବକୁ ସଖେ ଏସନ ଘଟିଲା। ସଞ୍ଜୟ ସମାନ ଭୃତ୍ୟ ତ୍ରିଭୁବନେ ନାହିଁ, ତାର ଗୁଣ ତୁମ୍ଭ ଆଗେ କି କହିବି ମୁହିଁ। ସ୍ୱଧର୍ମେ ଥାଏ ଭୃତ୍ୟ ନୁହେଁ ମିଥ୍ୟାବାଦୀ, ନଥାଏ କପଟ ହୃଦେ ବିଚକ୍ଷଣ ବୁଦ୍ଧି। ଲୋଭୀ ନୁହେଁ ଦୋଷୀ ନୁହେଁ ଅତ୍ୟନ୍ତ ସରଳ, ଉଚ୍ଚ ବଂଶେ ହାର ଜନମ ହେ ଭୂପାଳ। ପ୍ରଭୁ କାର୍ଯ୍ୟ ସର୍ବଦା ଏହାର ଥାଏ ମତି, ନୁହଁ କ୍ରୋଧୀ ଅଟେ ସୁବିନୟତି। ପର ଛିଦ୍ର ପର ନିନ୍ଦା ଦିନେ ନ ଲୋଡ଼ଇ, ପର ଧନକୁ ଦେଖିଲେ ଲୋଭ ନ କରଇ। ମେରୁତୁଲ୍ୟ ବଳଶାଳୀ ଏ ସଞ୍ଜୟ ମୋର, ଯୋଗୀ ତୁଲ୍ୟ ଜିତେନ୍ଦ୍ରିୟ ଅଟେ ନ୍ୟାୟବର। ପୁଣି ଅତି ଧୈର୍ଯ୍ୟଶାଳୀ ଏହି ହେ ମୈତ୍ର, ତରୁ ପ୍ରାୟ ଉପକାରୀ ସୁପ୍ରସନ୍ନ ଚିତ୍ତ। ବସୁନ୍ଧରା ସମାନ ଏ ସହିଷ୍ଣୁର ଗୁଣେ, କଦାପି ମିଛ ନ କହେ ନିମିଷେ କି କ୍ଷଣେ। ମୋହ କର୍ମ ଅନୁସାରେ ଏହା କର୍ମ ସିନା, ମଧୁ ଦଶା ଅନ୍ତେ ଭୋଗିଲା ଯାତନା। ଏମନ୍ତେ ପଞ୍ଚାଳ ରାଜା ପୋଛି ଅଶ୍ରୁ ଜଳ, କହିଲେ ଭୃତ୍ୟର କଥା କରି ଦୁଃଖ ମନ। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ସ୍ୱର୍ଣ୍ଣକାର ଓ ସଞ୍ଜୟ ବିବରଣ ନାମ 39 ଅଧ୍ୟାୟ। 44 ଅଧ୍ୟାୟ ରାଜା ବୀରସେନ ଓ ପଞ୍ଚାଳି ଦ୍ୱିପତିଙ୍କର ଯୁଦ୍ଧଯାତ୍ରା, କିରାତ ରାଜ୍ୟରେ ପ୍ରବେଶ। ଶଙ୍କର ଉବାଚ ଶୁଣ ଶୁଣ ପାର୍ବତୀ ଗୋ ମନ କର୍ଣ୍ଣ ଦେଇ, ଏହା ପରେ ଯାହା ହେଲା କହୁଛି ବୁଝାଇ। ମିତ୍ର ଆଗେ ବୀରସେନ
कहते परी से करुणा वचने पंचाल दंडधारी बोइले गंभीर स्वरे सभा को नाई सभारे बसिछ जेते आहे क्षत्रि भाई मो प्रतिज्ञा सर्वे शुण श्रवण को डेरी जेते अछ वृद्ध जुवा विप्र ब्रह्मचारी आवर रहिछ तुम्भे प्रजागण जेते ब्राह्मण आरंभ करी चंडाल पर्यन्ते ए सभारे साक्षात प्रतिज्ञा करुछि एक मने शुण सर्वे जहा कहुअछि जे बण दुर्जन अहंकारे होई मत हरि नेउछन्ति मो मित्रर राज्य वित्त सैन्य सहित रे ताकू पराजय करी राज्य समर्पिबी मित्रे ए सत्य मोहरी एहा शुणी आनंद होइले वीर सेना बहुत प्रशंसा कले शुणी सभा जन एकाले शून्य शब्द हेला अद्भुत शुण क्षत्रि शिरोमणि पंचाळर नाथ वीरसेन सह तुम्भे काली प्रभात रे सैन्य साजी करी जाओ मृगया छल रे बाटरे किरात संगे साक्षात लभिब शनि ग्रहंक वृत्तांत ता मुख शुणिब से ग्रह राजंकु फल पुष्प नहीं करी भक्ति भरे पूजिब पंचाल दंडधारी तेबे तुम मित्रंकर दुर्दशा घुंचिब सत्य 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 अटे एही कथा ध्रुव विंध्य काननर मध्ये किरात राजन रही अछि ताकू एबे भेट हेब हन ताहा संगतरे मित्र भावर जीव ताबळे शत्रु को मारी राजको लभिब शनिଙ୍କ कोपरे सिना एते दुख बही रहिछन्ति तब गृहे सिंधु नर साई तेबे शनिଙ୍କର मन संतोष करिब धूप दीप नैवेद्य देण पूजिब तेबे निज राज राणी परजा सहिते समस्तଙ୍କୁ लभिब हे आनंदित चित्ते मित्रଙ୍କ दुखरे दुखी होइन अन्याय नकर आहे पंचाळर राय बिना दोषे संहार न करी क्षत्रियଙ୍କୁ किय बा न जान तुम्भे उचित धर्म को तुम्भे नृपति शेखर महाधनुर्धर अटपुणी परम धार्मिक वीर बर मित्र कार्य कर आंभ आज्ञा बही सिरे जस कीर्ति अर जीव तुम्भे संसार रे एपरी आकाशवाणी शुणी नरनाथ मंत्री को नाई आज्ञा देले कतुरित चंचले मो चतुरंग बल सज कर आज्ञा मात्रे तहु चली गले मंत्री बर पांचाल राजा संगते बेनी वीर सेन अंतपुरे जाई सुखे करिले भोजन पलंके पहुड़ी दुहे पुहाइले निशी आर दिन प्रभातरु दुहे उठी बसी शुभ अनुकूल समय को देखी करी आपना विदित्य कर्म देले जे सारी
ମୃଗୟାକୁ ଚଳିଗଲେ ଘେନି ସୈନ୍ୟଗଣ। ବାଜେ ମୃଦଙ୍ଗ ମର୍ଦ୍ଦଳ ଟମକ ନିଶାଣ। ଶଙ୍ଖ ଭେରି କାହାଳି ଯେ ସିଙ୍ଗା ବଂଶୀ ତୁରୀ। ଢୋଲ କ୍ରେମ୍ପ ନାଗରା ଯେ ଆବର କର ତାଳି। ଏପରି ବିବିଧ ବାଜା ବାଜିଲା ସେଠାରେ। ରାଜଦାଣ୍ଡ ପୁରୀ ଗଲା ସେହି ଶବଦରେ। ସମଗ୍ର ଜଗତ ଏକା ବେଳେ ଥରିଗଲା। କାନନ ପର୍ବତ ଧରା ଥରହର ହେଲା। ନୃତ୍ୟ କଲେ ନର୍ତ୍ତକୀ ଯେ ସୁମଧୁର ଗାନେ। ହୁଳହୁଳି ପକାଇଲେ ପୁର ନାରୀ ଗଣେ। ଜ୍ୟୋତିଷମାନେ ପଢ଼ିଲେ ମଙ୍ଗଳ ଅଷ୍ଟକ। ଢାଲ ଖଣ୍ଡା ଧରି ତହୁଁ ଖେଳିଲେ ପାଇକ। ଦ୍ୱାରେ ଦ୍ୱାରେ ପୂର୍ଣ୍ଣ କୁମ୍ଭ ରମ୍ଭା ତରୁମାନ। ପୋତିଲେ ନଗରବାସୀ କରିଣ ଯତନ। ଧାଡ଼ି ଧାଡ଼ି ଲମ୍ବି ଅଛି କୁଚପତ୍ର ମାଳ। ନାନା ବର୍ଣ୍ଣେ ପତାକା ଉଡ଼ାଇ ଫର ଫର। ଦଧି ମାଛର ଖାଇଲେ ସର୍ବେ ସ୍ଥାନେ ସ୍ଥାନେ। ଦ୍ୱାରେ ଦ୍ୱାରେ ପୁଷ୍ପହାର ବାନ୍ଧିଲେ ଯତନେ। କଳସମାନଙ୍କ ପରେ ଚୁତଡାଳ ଦେଇ। ଡେମ୍ଫ ସହ ନାରିକେଳ ଗୁଆ ଯତ୍ନେ ଥୋଇ। କଳସ ତଳରେ ଧାନ ଗଦାକୁ ରଖିଲେ। ଜୟ ରାଜେଶ୍ୱର ବୋଲି ସାନନ୍ଦେ ଡାକିଲେ। ଘୃତ ଦୀପାବଳି ମାନ ସମସ୍ତଙ୍କ ଦ୍ୱାରେ। ଜାଳିଲେ ଯୁବତୀ ମାନେ ଅତି ଆନନ୍ଦରେ। ଏଣେ ପାଟ ହାତୀ କି ଯେ ମଣ୍ଡଣି କରିଣ। ସୁନା କଳସ ତାପରେ ଥୋଇଲେ ବହନ। ଦମାଲୁ ନିଶାଣ ଯେ ବାଜିଲା ଯୋଡ଼ି ଯୋଡ଼ି। ସୁନା ଜରିର ପତାକା ଉଡ଼େ ଧାଡ଼ି ଧାଡ଼ି। ଆଗରେ ପାଟ ହାତୀକି ଦିଅନ୍ତେ ଚଳାଇ। ବଜାଇ ବୀର କାହାଳି ଦାଣ୍ଡ ଉଛୁଳାଇ। ରାଜାଙ୍କ ଆଗେ ପଡ଼ଇ ଆଲଟ ଚାମର। ଗହଣେ ପାତ୍ର ମନ୍ତ୍ରୀଏ ଦିଶନ୍ତି ସୁନ୍ଦର। ରାଉତ ମାହୁନ୍ତ ମାନେ ସାଜି ହାତୀ ଘୋଡ଼ା। ଆଗରେ ଉଭା ହୋଇଲେ ସର୍ବେ ଯୋଡ଼ା ଯୋଡ଼ା। ରଥୀ ମାନେ ରଥ ସାଜି ଆନନ୍ଦ ମନରେ। ରାଜଦାଣ୍ଡେ ସେହି ରଥ ଚଳାନ୍ତି ଧୀରେ ଧୀରେ। ଫକୀର ମାନେ ଯେ ମିଳି ଖେଳୁଛନ୍ତି ଫଡ଼ି। ବୀରମାନେ ମୁଦୁଗର ବୁଲାନ୍ତି ଧାଡ଼ି ଧାଡ଼ି। ମଲ୍ଲ ଯୁଦ୍ଧେ ମଲ୍ଲ ମାନେ ବାହାସ୍ପଟ ମାରି। ତାଙ୍କ ପଛେ ଯାଉଛନ୍ତି କେତେ ଭଙ୍ଗୀ କରି। ପଦାତିକ ମାନେ ଚାଲନ୍ତି ଆନନ୍ଦ ମନରେ। ରଥେ ସେନାପତି ମାନେ ଛନ୍ତି ସୁମନରେ। ଶୁଭ ବେଳେ ରଥେ ବିଜେ କଲେ ନରପତି। ବୀରସେନ ହସ୍ତକୁ ଯେ ହସ୍ତେ ଧରିଛନ୍ତି। ଛତ୍ରୀ ତରାସ ଆଢ଼ଣି ବାନା ବଇ ଖରଖ। କେ ଗଣି ପାରିବ ତାହା ଅଛଇ ଅସଂଖ୍ୟ। ପାଞ୍ଚାଳାଧିପତିଙ୍କର ଏ ସମ୍ଭାର ଦେଖି। ଅମର ବୃନ୍ଦ ସ୍ୱର୍ଗରେ ପଡ଼ିଲେ ଚମକି। ବୋଇଲେ ଧନ୍ୟ ହେ ଧନ୍ୟ ପଞ୍ଚାଳ ଈଶ୍ୱର। ଧନ୍ୟ ଧନ୍ୟ ତୁମ୍ଭ ରହେ ସୈନ ସାଗର। ଧନ୍ୟ 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 ତୁମ୍ଭ ଜୀବନ ହେ ଧନ୍ୟ। ମିତ୍ର କଷ୍ଟେ ପାଉଅଛ ତୁମ୍ଭେ କଷଣ। ଏପରି ପ୍ରଶଂସା କଲେ ଦେବସୁରପତି।
ଅଟ ଥଟ ସହ ବନେ ଯାନ୍ତି ପଞ୍ଚାଳ ନୃପତି। ନବଦିନେ ବିନ୍ଧ୍ୟ କାନନରେ ପହଞ୍ଚିଲେ ଅତି ରମଣୀୟ ସେହି ବନକୁ ଦେଖିଲେ। ବିନ୍ଧ୍ୟ ପର୍ବତ ଦିଶଇ ଅପୂର୍ବ ଘଟଣା କଳା ଧଳା ଆଦି ଯେତେ ପ୍ରକାର ପାଷାଣ। କେତେ ଭଳି ତରୁଲତା କେ ସଂଖ୍ୟା କରିବ କ୍ରୀଡ଼ା କରନ୍ତି ତହିଁରେ କେତେ ଭଳି ଜୀବ। ସିଂହ ସହିତରେ ଗଜ ଖେଳୁଛନ୍ତି ଖେଳ ଆବର ଖେଳୁଛି ମୃଗ ସଙ୍ଗରେ ଶାର୍ଦୁଳ। ମୟୂର ସଙ୍ଗରେ ନୃତ୍ୟ କରୁଅଛି ଅହି ମୂଷିକ ମଞ୍ଜାରି ଖେଳୁଛନ୍ତି ଏକଠାଇଁ। କପୋତ ସଙ୍ଗେ ଛଞ୍ଚାଣ କ୍ରୀଡ଼ା କରୁଚଛି କାହାନ୍ତି ମନରେ ହିଂସା ନାହିଁ ମାତ୍ର କିଛି। ନାନାଦି ରତ୍ନରେ ଜଡ଼ି ଉଜ୍ଜଳ ଦିଶଇ ନାନା ଫୁଲ ଗଛ ମାନ କୁସୁମେ ହସଇ। ନାନାବିଧ ପକ୍ଷୀ ମାନ ବୃକ୍ଷରେ ତୃଣନ୍ତି ନାନାବିଧ ଫଳ ମାନ ପାଚି ଝଡ଼ୁଛନ୍ତି। ପୁଷ୍ପଗନ୍ଧେ ସେ କାନନ ଚହଟି ପଡ଼ଇ ସୁଗନ୍ଧ ପବନ ବହେ ଧୀର ଧୀର ହୋଇ। ଗିରିରୁ ଝରଣା ଝର ବହେ ଝର ଝର ଯୋଗୀମାନେ ଯୋଗ ସାଧୁଛନ୍ତି ନିରନ୍ତର। ସେ ପର୍ବତ ଶୋଭା ଦେଖି ପାଞ୍ଚାଳ ନରେଶ ସୈନ୍ୟମାନଙ୍କୁ ଚାହିଁଣ ଦେଲେ ଆଦେଶ। ଶୁଣ ଶୁଣ ସୈନ୍ୟଗଣ ଶୁଣ ମୋ ବଚନ ମୋ ମନକୁ ହରି ନେଉ ଅଛି ଏହି ବନ। ସେହି ଶିପ୍ରା ନଦୀ କୂଳେ ଏ ରାତି ରହିବା ସ୍ୱାଦୁ ଫଳମୂଳ ଖାଇ କ୍ଷୁଧା ନିବାରିବା। ରାଜାଙ୍କ ଠାରୁ ଏ ସନ ଶୁଣି ସେନା ଗଣେ ଅତିଶୟ ଆନନ୍ଦ ହୋଇଲେ ମନେ ମନେ। ପରିଶ୍ରମ ନିବାରିଲେ ଭକ୍ଷି ଫଳମୂଳ ଏକ ସ୍ଥାନେ ରହିଲେ ଯେ ସଇନ ସକଳ। ବଟ ବୃକ୍ଷ ମୂଳେ ବେନି ନୃପତି ରହିଲେ ଫଳମୂଳ ଖାଇ ସେହୁ ଶ୍ରମ ନିବାରିଲେ। ଶୁଣିଲ ଟିକି ଭବାନୀ ଏ ଅପୂର୍ବ କଥା ବେନି ମିତ୍ରଙ୍କର ସ୍ନେହ ଅଟଇ ଗଯଥା। କାନ୍ତଙ୍କ ମୁଖରୁ ଏହା ଶୁଣି ଭଗବତୀ ପ୍ରସନ୍ନ ଚିତ୍ତେ କହିଲେ ତୋଷ ହେଲା ମତି। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ପଞ୍ଚାଳ ନୃପତି ଓ ବୀରସେନ କିରାତ ରାଜ୍ୟ ପ୍ରବେଶ ନାମ 44 ଅଧ୍ୟାୟ। 41 ଅଧ୍ୟାୟ। ସାମନ୍ତ ରାଜାଙ୍କ ସଙ୍ଗେ ବୀରସେନ ରାଜାଙ୍କର ସାକ୍ଷାତ ଓ କିରାତ ରାଜା ସହିତ ମିତ୍ରତା। ପାର୍ବତୀ ଉବାଚ ପାର୍ବତୀ କହନ୍ତି ଶୁଣ ଆହେ ବିଶ୍ୱାସ ଏଥୁ ଅନ୍ତେ କିସ କଲେ ସେ ପଞ୍ଚାଳ ଈଶ। ତାହା ମୋତେ ବୁଝାଇଣ କୁହ ଦୟା ବହି ତବ ମୁଖ ଶୁଣି ମୋ ପାତ କରିବଇଁ। ଶଙ୍କର ଉବାଚ ଶୁଣ ଗୌରୀ ଏଥୁ ଅନ୍ତେ ଦିବ୍ୟ ବାଣୀ ସନ୍ଧ୍ୟା ତର୍ପଣ ସାରିଲେ ନରପତି ବେନି। ବଟ ବୃକ୍ଷ ମୂଳେ କୃଶ ଆସନ ଉପରେ ବସିଛନ୍ତି ବେନି ମିତ୍ର ପ୍ରମୋଦ ଚିତ୍ତରେ। ଏହି କାଳେ ପ୍ରବେଶ ହୋଇଲେ ଦୁଇ ଜଣ ଏ ଦୁଇ ରାଜା ତାହାଙ୍କୁ କଲେ ନିରୀକ୍ଷଣ। ସେ ଦୁହେଁ ଦିଶନ୍ତି ମହା ପୁରୁଷଙ୍କ ପରି ଦେଖି ଆଚମ୍ବିତ ହେଲେ ବେନି ଦଣ୍ଡଧାରୀ।
ଦୁଇ ରାଜାଙ୍କ ଚରଣେ କରି ନମସ୍କାର, ଖଣ୍ଡେ ଦୂରେ ସେହି ଦୁହେଁ ରହିଲେ ଯୋଡ଼ିକର। ତହୁଁ ଜଣେ କହୁଛନ୍ତି ଶୁଣ ହେ ରାଜନ, ଏହି ବିନ୍ଧ୍ୟଗିରି ଏହି ଶିପ୍ରା ନଦୀ ଜାଣ। ଦେଖ ଏହି ଦିଶୁଅଛି ଯେ ବଣ ନଗରୀ, ଅତ୍ୟନ୍ତ ବିଶାଳ ଏ ଯେ କିରାତେର ପୁରୀ। କିରାତ ଈଶ୍ୱର ଏଥି ନୃପତି ଅଟନ୍ତି, ଏ ସଂସାରେ ତାଙ୍କ ସମ ବୀର କେ ନାହାନ୍ତି। ମହାପରାକ୍ରମୀ ଅଟନ୍ତି ଏ ବୀରାଗ୍ରଣୀ, ସର୍ବଗୁଣେ ନିପୁଣ ଅଟନ୍ତି ସେ ପୁଣି। ସାମାନ୍ୟ ଚାକର ମୁହିଁ ଅଟେ ତାହାଙ୍କର, ଏହାଙ୍କ ଅଧୀନେ ଅଛି ଯେତେ ରାଜ୍ୟଭାର। ଶୁଣ ଶୁଣ ସେ କଥା ମୁଁ କହୁଅଛି ଏବେ, ଏହାଙ୍କ ତଳେ ଯେତେ ରାଜା ଛନ୍ତି ଠାବେ ଠାବେ। କିରାତ ଶବର ଶିବ ଚିହ୍ନ ହୁଏ ଜାଣ, କର୍ବରାଧି ରାଜ୍ୟ ସବୁ ୟାଙ୍କରି ଅଧୀନ। ୟାଙ୍କ ପାଦେ ସେମାନେ ଯେ ପ୍ରଣାମ କରନ୍ତି, ତୁମ୍ଭ ଆଗେ କି କହିବି ମୁହିଁ ନିଚ ଜାତି। ଶୁଣି ଦୁଇ ମିତ୍ର ତହୁଁ ସତରେ ଉଠିଲେ, ସେ କିରାତ ନିକଟରେ ପରବେଶ ହେଲେ। ଦେଖିଲେ ଅଗ୍ନି ପରାୟ ଦିଶଇତା ଦେହ, ଦୁଇ ବାହୁ ଦୀର୍ଘ ଦିଶେ ଶାଳ ତରୁ ପ୍ରାୟ। ତା ଶରୀର ଦୀର୍ଘ ପୁଣି ତାଳ ବୃକ୍ଷ ପରି, କନ୍ଧ ତା ଦିଶଇ ବୃଷ ଭର କାନ୍ଧ ପରି। ଏ ଦୁଇ ନୃପତି ସ୍ନେହେ ତାଙ୍କୁ ଆଲିଙ୍ଗିଲେ, ସମାଦରେ ଆଣି ପୁଣି ପାଶେ ବସାଇଲେ। ସଧିରେ କୁଶଳ ବାର୍ତ୍ତା ପୁଛିଲେ ନୃପତି, କିରାତ ରାଜା ତ କହେ କରିଣ ବିନତି। ତୁମ୍ଭେ ଦୁହେଁ ଅଟ ହେ କ୍ଷତ୍ରିୟ ବୀରବର, ତୁମ୍ଭର ସମାନେ ବୀର ନାହିଁ ତିନି ପୁର। ତୁମ୍ଭେ ପୁଣି ଅତି ସ୍ନେହେ ଧରିଲ ମୋ ପାଣି, ଏଥୁ ବଳି ଶୁଭ ମୋ ଅଛି କି ନୃପମଣି। ତବ ପ୍ରସାଦେ ମୋର ସମସ୍ତ ମଙ୍ଗଳ, ରାଜ୍ୟ ପ୍ରଜା ସୈନ୍ୟଙ୍କର ସବୁ ହିଁ କୁଶଳ। ଏପରି କଥାବାର୍ତ୍ତା ହୁଅନ୍ତେଣ ତହିଁ, ଏକ ଅଦ୍ଭୁତ ଘଟଣା ଶୁଣ ମନ ଦେଇ। ଭୟଙ୍କର ଗର୍ଜନ କରିଣ ତୀଖରେ, ପ୍ରଚଣ୍ଡ ପବନ ତହିଁ ପ୍ରବଳ ବେଗରେ। ଅକସ୍ମାତ୍ ବହିଲା ଯେ ହୋଇ ଘନ ଘନ, ବଡ଼ ବଡ଼ ତରୁମାନ ହୋଇଲେ ପତନ। ବିକଳେ ପଶୁ ପକ୍ଷୀଏ ଘୋର ରଡ଼ି କଲେ, କିରାତ ସଙ୍ଗରେ ଯେ ଅନୁଚର ମାନେ ଥିଲେ। करे ଧରିଛନ୍ତି ଧନୁ ସର ତରୁଆରୀ, କୁଠାର ମୁଦ୍ଗର ଗଦା କୁନ୍ତ ଭାଲ ଛୁରୀ। ପବନ ଭଏ ସେମାନେ ପଳାଇ ଅଇଲେ, ସେହି କିରାତ ରାଜାର ନିକଟେ ମିଳିଲେ। ଦେଖିଲେ ତହିଁ ଅଛନ୍ତି ବୀରସେନ ରାଜା, ତାଙ୍କ ଦୁଇ ପାଦ ଭକ୍ତି ଭରେ କରି ପୂଜା। ଶ୍ରୀ ଛାମୁରେ କର ଯୋଡ଼ି ସର୍ବେ ଉର୍ଦ୍ଧା ହେଲେ, ନୟନରୁ ଝର ଝର ଅଶ୍ରୁଧାର ଗଳେ। କରୁଣ ସ୍ୱରେ ବୋଇଲେ ଆହେ ନର ନାଥ, ଆମ୍ଭମାନଙ୍କୁ କରିଣ ତୁମ୍ଭେ ଯେ ଅନାଥ। ଆଜି ପର୍ଯ୍ୟନ୍ତେ ତୁମ୍ଭେ କେଉଁଠାରେ ଥିଲ, ଆମ୍ଭମାନଙ୍କୁ ତ ପାଳୁ ଥିଲ ପୁତ୍ର ତୁଲ୍ୟ। ପୁତ୍ରକୁ ତେଜିଣ ଏତେ
କାଳ କେଉଁଠାରେ ରହିଥିଲ ନୃପତି ହେ, ତୁମ୍ଭେ କି ପ୍ରକାରେ ତୁମ୍ଭ ବିନେ ଦୁର୍ଦ୍ଦଶା ଲୋଭିଲୁ ଆମ୍ଭେ କେତେ, ଅତି ଦୁଃଖ କାଳ ରାତି ହୋଇଗଲା ଏତେ। ଯେଉଁ ନୃପତି ଅଟନ୍ତି ଦୟାର ସାଗର, କ୍ଷମା ଗୁଣରେ ଯାହାକୁ ନାହିଁ ପଟାନ୍ତର, ଯାହାଙ୍କ ମହିମା ସୁର ନର ନ ଜାଣନ୍ତି, ଯାହାଙ୍କୁ ଦେଖିଲେ ଭୟ କରେ ସଚିପତି, ତାଙ୍କୁ ପୁଣି ଏତେ ଦୁଃଖ ଦେଲୁ ରେ ବିଧାତା, ତୋର ମନେ ଟିକିଏ କି ନ ହୋଇଲା ବ୍ୟଥା। ଏହିପରି ବହୁ ଶୋକ କଲେ ଭୃତ୍ୟଗଣ, ନେତ୍ରୁ ଅଶ୍ରୁ ମୁଞ୍ଚିଲେ ଯେ ରାଜା ବୀରସେନ, କିଛି କ୍ଷଣ ଅନ୍ତେ ସେହୁ ଧୈର୍ଯ୍ୟ ଧରିଣ, ବୋଇଲେ କି ନ କରଇ ବିହିନି ଦାରୁଣ, ପୂର୍ବଜନ୍ମ ସୁକୃତ ଥିବାରୁ ସିନା ମୋର, ସାକ୍ଷାତ ଲଭିଲି ଆଜି ତୁମ୍ଭମାନଙ୍କର। ତୁମ୍ଭେମାନେ ଅଟ ସର୍ବେ ସାମନ୍ତ ନୃପତି, ତୁମ୍ଭ ପାଦରେ କମ୍ପୁ ଥାଇଣ ଧରିତ୍ରୀ, ହାୟ ସେହି ପରାକ୍ରମ ତୁମ୍ଭର କେ ନେଲା, ମୋ କପାଳେ ମନ୍ଦ ବିହି ଏହା ଲେଖିଥିଲା। ଏ ପ୍ରାୟ ବହୁତ କାନ୍ଦି କାନ୍ଦି ବିକଳରେ, ଅଧୀର ହୋଇଣ ରାଜା ବୀରସେନ ବୋଲେ, ଶୁଣ ହେ ସାମନ୍ତ ନୃପ ନୁହଇ ମୁଁ ଏବେ, ମୋର ସଙ୍ଗ ଛଡ଼ା ହୋଇ ତୁମ୍ଭେମାନେ ସର୍ବେ, ଆଜି ଯାଏ ଯେଉଁ ପରକାରେ ଥିଲ କାହିଁ, ଏହା ପରାକ୍ରମୀ ସେନା ପତିଗଣ ହୋଇ, କେତେ ଦୁର୍ଦ୍ଦଶା ଭୋଗିଲ ହେ ସାମନ୍ତ ଗଣ, ଏହି କଥା ଭାବି ମୋର ଦହୁଛି ପରାଣ। କହ କହ ବୀର ମହା ବୀରମାନେ ମୋର, କାହିଁ ରହି ଅଛନ୍ତି ସକଳେ କି ପ୍ରକାର, କି ଉପାୟ କରି ଦିନ କାଳ ବଞ୍ଚୁଛନ୍ତି, ମୋର ବିଚ୍ଛେଦ ସେମାନେ ଭାବନ୍ତି ନାନୀତି। ତୁମ୍ଭ ଆଗେ ମୋର ଦୁଃଖ କିସ କହିବଇ, ଯେ କାଳେ ଶତ୍ରୁଏ ନେଲେ ରାଜ୍ୟକୁ ଛଡ଼ାଇ, ସେହି ସମୟରେ ପଡ଼ି ବିପଦ ସିନ୍ଧୁରେ, ନ ପାଇଲି ଥଳ କୂଳ ଚିନ୍ତା ଲହରୀରେ, ମୋର କଳ କୌଶଳ ହଜିଗଲା କାହିଁ, ଶୋକାନ୍ଧ ରୂପେ ପଡ଼ିଲି ଜ୍ଞାନକୁ ହରାଇ। ସାମନ୍ତ କହିଲେ ଦେବ ଏକତ୍ର ହୋଇଲୁ, ଯୁଦ୍ଧ କରିବା ନିମିତ୍ତ ବାହାରି ଆସିଲୁ, ପାଦ ଭରେ ବସୁନ୍ଧରା ହେଲା ଟଳମଳ, ବାଜିଲା ଯେ ବୀର ବାଦ୍ୟ କାହାଳି ମର୍ଦ୍ଦଳ, ଅଶ୍ୱାରୋହୀ ଗଜାରୋହୀ ନ ଯାଏ ଗଣନା, ରଥି ସେନାପତି ପୁଣି ପଦାତି କରଣ, ଏମନ୍ତ ସମୟେ ଦୂତ ମୁଖରୁ ରାଜନ, ଶୁଣିଲି ରାଜ୍ୟକୁ ଛାଡ଼ି ଗଲେ ବୀରସେନ, ଲକ୍ଷ୍ୟ ଭ୍ରଷ୍ଟ ହେତୁ ସର୍ବ ବିବେକ ହଜିଲା, ମନେ କଲୁ ମସ୍ତକରେ ବଜ୍ର କି ପଡ଼ିଲା, ନ ସ୍ଫୁଟିଲା ଯେ କାହାରି ମୁଖରୁ ବଚନ, ଚାଲି ନ ପାରିଲୁ ସର୍ବେ ହେଲୁ ଶକ୍ତିହୀନ, ବଳ ପରାକ୍ରମ ସବୁ କିଏ ହରି ନେଲା, ମଣିହରା ଫଣି ପ୍ରାୟ ଜୀବନ ରହିଲା, ତୁମ୍ଭ ବିନା ଆମ୍ଭେ ସବୁ ହୋଇଲୁ ହତାଶ,
ଆମ୍ଭଙ୍କୁ ଛାଡ଼ିଣ କାହିଁ ଥିଲ ସିନ୍ଧୁ ଈଶ। ଭୟ ଛାଡ଼ି ପଳାଇଲୁ ଆମ୍ଭେ ସିନ୍ଧୁ ଦେଶ। ଘୋର କାନନ ମଧ୍ୟରେ କଲୁ ଯାଇ ବାସ। ଏକତ୍ର ହୋଇଣ ସର୍ବେ କଲୁ କି ବିଚାର। କାହିଁ ଗଲେ ବୀର ସେନ ସିନ୍ଧୁ ଦଣ୍ଡଧର। ଏତେ ବିଚାରିଣ ସର୍ବେ କର୍ମକୁ ଆଦରି। କିଛି ଦିନ ବନରେ ରହିଲୁ ବାସ କରି। ପୁଣି ବିଚାରିଲୁ ସର୍ବେ ଏମନ୍ତ କରିବା। ଛଦ୍ମବେଶ ଧରି ଦେଶ ବିଦେଶ ଖୋଜିବା। ସ୍ଥିର କରି ସର୍ବେ ତହୁଁ ଚଳିଗଲୁ। ବହୁ ଦେଶ ଦେଶାନ୍ତର ଖୋଜି ଯେ ଆସିଲୁ। କାହିଁ ନ ପାଇଲୁ ତୁମ୍ଭକୁ ହେ ନୃପବର। ଆଶା ଭରସା ବଢ଼ିଲା ଚିନ୍ତା ପାରାବାର। ପୂର୍ବ ଭାଗ୍ୟ ବଳେ ଆସି କିରାତ ରାଜ୍ୟରେ। ଆଶ୍ରୟ ନେଲୁ ସମସ୍ତେ ଦୁଃଖିତ ମନରେ। ଏକ ଦିନେ ପଥ ମଧ୍ୟେ କିରାତ ନରେଶ। ଆମ୍ଭ ଦୁଃଖ ଦେଖି ଦୁଃଖୀ ହୋଇଲେ ବିଶେଷ। ସଙ୍ଗେ ନେଇ ନିଜ ରାଜ୍ୟ ଦେଲେ କ ଆଶ୍ରୟ। ନ ରହିଲା ଆମ୍ଭ ମନେ ଶତ୍ରୁଙ୍କର ଭୟ। ପାଳିଲେ ପରମ ସୁଖେ ମହାସମାଦରେ। ତାଙ୍କ ଋଣ ଶୁଝି ନ ପାରିବୁ ଏ ଜନ୍ମରେ। କିରାତ ରାଜ୍ୟରେ ମହା ସୁଖେ ରହି କରି। କେତେବେଳେ ମନ ସ୍ଥିର ନୁହଁ ଆମ୍ଭରି। କାହିଁ ରହିଛନ୍ତି ଯାଇ ସିନ୍ଧୁ ଦଣ୍ଡଧର। ଏହି କଥା ଭାଳି ହେଉ ଥାଉ ନିରନ୍ତର। ଆବର କଥା ଏ ଶୁଣ ହେ ସିନ୍ଧୁ ନରେଶ। ଯେତେବେଳେ ଛାଡ଼ିଣ ଆସିଲୁ ସିନ୍ଧୁ ଦେଶ। ପାଟ ମହାଦେଈଙ୍କୁ ଦେଖିଲୁ ବନ ଘୋରେ। ମଣିହରା ଫଣି ପରି କାନ୍ଦନ୍ତି ବିକଳେ। ଶରଦ ଚନ୍ଦ୍ର ବଦନ ଦିଶଇ ମଳିନ। ବଣାକୁ ରଙ୍ଗି ପରାଏ ଭ୍ରମନ୍ତି କାନନ। ତାଙ୍କ ସଙ୍ଗରେ ଅଛନ୍ତି ସଖୀ 4 ଜଣ। ପ୍ରବୋଧି କହନ୍ତି ତାଙ୍କୁ ଆଶ୍ୱାସ ବଚନ। ତାଙ୍କୁ ଆଣି ରଖିଅଛୁ କିରାତ ବନରେ। ପ୍ରତିଦିନ ତାଙ୍କ ସେବା କରୁ ଭକ୍ତି ଭରେ। ପରମ ଧାର୍ମିକ ଏହି କିରାତ ଈଶ୍ୱର। ପୁଣ୍ୟବାନ ସୁବିବେକ ଦୟାର ଆଧାର। ପାଳନ୍ତି ଦୁହିତା ସମ ରାଣୀଙ୍କୁ ତୁମ୍ଭର। କିନ୍ତୁ ତବ ବିନା ତନୁ କ୍ଷୀଣ ରାଣୀଙ୍କର। ଅସନ ବସନ ସବୁ ବିଷ ପ୍ରାୟ ମଣି। ତୁମ୍ଭ ଚିନ୍ତା କରୁଛନ୍ତି ଦିବସ ରଜନୀ। ନୟନରୁ ଧାର ଧାର ବହୁ ଅଛି ନୀର। ତୁମ୍ଭରି ନାମକୁ ଜପୁଛନ୍ତି ନିରନ୍ତର। ତୁମ୍ଭ ଦର୍ଶନ ନିମନ୍ତେ ରଖିଛନ୍ତି ପ୍ରାଣ। ଶରୀର ମଧ୍ୟରେ ମାତ୍ର ଅଛି ଅସ୍ଥି ଚର୍ମ। ଏମନ୍ତ ଶୁଣିବି ନଏ କିରାତ ରାଜନ। କର ଯୋଡ଼ି ଦୁଇ ମିତ୍ରେ ବୋଇଲେ ବଚନ। ଦେଖ ଆଜି ମୋର ପୂର୍ବ ଜନ୍ମ ଭାଗ୍ୟ ଫଳ। ତୁମ୍ଭ ଦର୍ଶନେ ପାପ ନାସିଲି ସକଳ। ଦିନହୀନ ଜନ ପ୍ରତି ବାରେ ଦୟା କରି। ବିଜୟ କରନ୍ତୁ ଶୁଭେ ମୋହର ନଗରୀ। ମୋ ପୁରେ ପଢ଼ିବ ଯେବେ ତବ ପାଦ ପଦ୍ମ। ଲଭିବି ପରମ ସୁଖ ଅମର ଆନନ୍ଦ। ମୋହର ଭୁବନ ଆଜି ହୋଇବ ପବିତ୍ର।
जन्मे जन्मे पाद तले मुहि तव भृत्य शुणी आनंदित हेले दुई मित्र वर बाहरिले संगे घेनी चतुरंग बल प्रवेश होइले जाई किरात नगरे मेदिनी कंपाई वीर बाद्य शबदरे यथाविधि मान्य करी किरात ईश्वर रखाइले तांको नेई आपणा मंदिर शुण हैमवती जा थिलटी पचारी समस्त तुम्भंकु मुहि कहिली विस्तारी। इति श्री सूर्य पुराणे शिवमा संवादे वीरसेन किरात राजा सहित मिलन नाम 41 अध्याय।